ଦର୍ଶକ ବନ୍ଧୁ, ମହାଭାରତର ଅମର କଥା ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଲିପିବଦ୍ଧ। ଏହା କେବଳ ଭାରତରେ ନୁହେଁ, ବିଶ୍ୱର ଅଧିକାଂଶ ଜାଗାରେ ମହାଭାରତ କଥା ପ୍ରାୟ ସମସ୍ତେ ଜାଣିଥାନ୍ତି। ମହାଭାରତ ଏକ ଧର୍ମର ଲଢ଼େଇ। ମହାଭାରତରେ ଯେଉଁ ଘଟଣାକ୍ରମ ଘଟିଥିଲା, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏମାନଙ୍କ ଯୁଦ୍ଧ ସମ୍ପର୍କିତ ବର୍ଣ୍ଣିତ ଅନେକ ଘଟଣା ସମସ୍ତଙ୍କ ମନରେ ଲିପିବଦ୍ଧ। କିନ୍ତୁ ମହାଭାରତ କହିଲେ କେବଳ ସେତିକି ନୁହେଁ, ମହାଭାରତରେ ଏମିତି ଅସଂଖ୍ୟ ଘଟଣା ଯୋଡ଼ି ହୋଇଯାଇଛି ଯାହା ବେଳେବେଳେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଥିଲେ ହେଁ ଏହା ମହାଭାରତ ସହ ସମ୍ପର୍କିତ ବୋଲି ଧରାଯାଏ। ଏହିଭଳି ଘଟଣାକ୍ରମମାନଙ୍କ ମଧ୍ୟରୁ ସବୁଠୁ ବଡ଼ ଘଟଣା ଯାହା ମହାଭାରତ ଯୁଦ୍ଧର ଅନେକ ବର୍ଷ ପୂର୍ବରୁ ଘଟିଥିଲା, ଆଉ ତାହା ଥିଲା ମା ଗଙ୍ଗାଙ୍କର 7ଟି ପୁତ୍ରକୁ ନଦୀ ଗର୍ଭରେ କିଏ ଭସାଇଥିଲା। ଏ ପ୍ରଶ୍ନର ଉତ୍ତର ଖୋଜିବା ପୂର୍ବରୁ ଆପଣମାନଙ୍କୁ DTV ଓଡ଼ିଆର କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ବିଭିନ୍ନ କଥାବସ୍ତୁ ସହ ମୌଳିକ ତଥ୍ୟ ମଧ୍ୟ ଉପସ୍ଥାପନ କରୁଥିବାରୁ ଆପଣମାନେ ଜାଣିଛନ୍ତି। ତେବେ ଯେଉଁମାନେ DTV ଓଡ଼ିଆକୁ ସବସ୍କ୍ରାଇବ୍ କରିନାହାନ୍ତି ସେମାନେ DTV ଓଡ଼ିଆକୁ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ ସହ ବେଲ୍ ଆଇକନ୍ଟିକୁ ଦବାଇ ଦିଅନ୍ତୁ। ଆମେ ପ୍ରସାରିତ କରୁଥିବା ଅନେକ କାର୍ଯ୍ୟକ୍ରମର ନୋଟିଫିକେସନ୍ ଆପଣମାନଙ୍କ ପାଖକୁ ପହଞ୍ଚିଯିବ। କଥା ଥିଲା ମହାଭାରତର ଏବଂ ପ୍ରଶ୍ନ ଥିଲା ମା ଗଙ୍ଗାଙ୍କର ସନ୍ତାନକୁ ନଦୀରେ ଭସାଉଥିଲା କିଏ? ଏ ଘଟଣା ଜାଣିବା ପାଇଁ ହେଲେ ଆମକୁ ପଛକୁ ଫେରିଯିବାକୁ ପଡ଼ିବ। ଅନେକ ଦିନ ପୂର୍ବରୁ ହସ୍ତିନାପୁରରେ ରାଜୁତି କରୁଥିଲେ ରାଜା ଶାନ୍ତନୁ। ଶାନ୍ତନୁଙ୍କର ଶିକାର କରିବାର ନିଶା ଥିଲା। ଅନେକ ଥର ସେ ଶିକାର କରିବା ପାଇଁ ରାଜମହଲ ଛାଡ଼ି ବାହାରକୁ ଯାଉଥିଲେ। ଥରେ ସେମିତି ଏକ ଶିକାର ନିଶାରେ ରାଜମହଲ ଛାଡ଼ି ମହାରାଜ ଶାନ୍ତନୁ ପ୍ରସ୍ଥାନ କରିଥିଲେ ବନସ୍ଥକୁ। ବୁଲୁ ବୁଲୁ ଗଙ୍ଗା ନଦୀ କୂଳରେ ପହଞ୍ଚିଲେ। ଗଙ୍ଗା ନଦୀ କୂଳରେ ଶାନ୍ତନୁ ପହଞ୍ଚିଲା ବେଳକୁ ଦେଖିଲେ ଏକ ସୁନ୍ଦର ରମଣୀ ଗଙ୍ଗା ନଦୀ କୂଳରେ ବସିଛନ୍ତି। ଅନେକ ପ୍ରଶ୍ନବାଚୀ ଆନ୍ଦୋଳିତ କଲା ଶାନ୍ତନୁକୁ ଏବଂ ରମଣୀଙ୍କୁ ଦେଖି ଶାନ୍ତନୁ ଲୋଭ ସମ୍ବରଣ କରିପାରିଲେ ନାହିଁ, କାରଣ ରମଣୀ ଜଣକ ଥିଲେ ଅତ୍ୟନ୍ତ ସୁନ୍ଦର। ରମଣୀଙ୍କ ସୁନ୍ଦରତାରେ ଆକୃଷ୍ଟ ହୋଇ ତାଙ୍କୁ ବିବାହ ପ୍ରସ୍ତାବ ଦେଲେ ମହାରାଜ ଶାନ୍ତନୁ। ତେବେ ମହାରାଜ ଶାନ୍ତନୁଙ୍କ ପ୍ରସ୍ତାବ ଶୁଣି ସେହି ରମଣୀ ଜଣକ କିଛି ସମୟ ଚିନ୍ତା କରିବା ପରେ କହିଲେ, ମୁଁ ଆପଣଙ୍କୁ ବିବାହ କରିବା ପ୍ରସ୍ତାବରେ ରାଜି ଅଛି, କିନ୍ତୁ ମୋର ସର୍ତ୍ତ ଏକ ରହିଛି। ସର୍ତ୍ତ କଥା ଶୁଣିବା ପରେ ସଙ୍ଗେ ସଙ୍ଗେ ଶାନ୍ତନୁ କହିଲେ, ମୁଁ ତୁମର ସମସ୍ତ ସର୍ତ୍ତରେ ମଞ୍ଜୁରୀ ଦେଇପାରିବି। ରମଣୀଟି ହସି କହିଲେ, ପ୍ରଥମେ ସର୍ତ୍ତ କ'ଣ ଶୁଣନ୍ତୁ ତ। ଶାନ୍ତନୁ କହିଲେ, କୁହ। ରମଣୀ କହିଲେ, ମୁଁ ଆପଣଙ୍କୁ ବିବାହ କଲା ପରେ ମୁଁ ଯାହା କରିବି ଆପଣ ମୋତେ ସେଥିରୁ ବାରଣ କରିବେ ନାହିଁ। ମୋର କୌଣସି କାର୍ଯ୍ୟକଳାପ ଉପରେ ଆପଣ ପ୍ରଶ୍ନ ଉଠାଇବେ ନାହିଁ। ଯେଉଁଦିନ ଆପଣ ମୋତେ ବାରଣ କରିବେ କିମ୍ବା ମୋ କାର୍ଯ୍ୟକଳାପରେ ପ୍ରଶ୍ନ ଉଠାଇବେ ସେଇଦିନ ହିଁ ମୁଁ ଆପଣଙ୍କୁ ଛାଡ଼ି ଚାଲିଯିବି। ଏକଥା ଶୁଣୁ ଶୁଣୁ ଶାନ୍ତନୁ କହିଲେ, ବିବାହ ପରେ ସେୟା ହିଁ ହେବ। ଉଭୟଙ୍କର ବିବାହ ହୋଇଗଲା। ଦେଖୁ ଦେଖୁ ବର୍ଷ ବିତିବାରେ ଲାଗିଲା। ମହାରାଜ ଶାନ୍ତନୁ ସୁନ୍ଦରୀ ରମଣୀଙ୍କୁ ପାଇ ଅତ୍ୟନ୍ତ ଖୁସି ଅନୁଭବ କରୁଥିଲେ। ଦିନେ ହଠାତ୍ ଦାସୀ ଆସି ଶାନ୍ତନୁଙ୍କୁ ଖବର ଦେଲା ଯେ ଶାନ୍ତନୁ ବର୍ତ୍ତମାନ ପିତା ହେବାକୁ ଯାଉଛନ୍ତି ଏବଂ ମହାରାଣୀ ଗର୍ଭବତୀ ହେବାର ସୂଚନା ଦେଲା ସେହି ଦାସୀଟି। ଏକଥା ଶୁଣି ଶାନ୍ତନୁଙ୍କର ଆନନ୍ଦର ସୀମା ରହିଲା ନାହିଁ। ଆନନ୍ଦରେ ସେ ଅପେକ୍ଷା କରିବାକୁ ଲାଗିଲେ ସେହି ମୁହୂର୍ତ୍ତକୁ, କେଉଁ ମୁହୂର୍ତ୍ତରେ ସେ ଶିଶୁଟିର କଅଁଳା କାନ୍ଦ ଶୁଣିବେ। କିଛି ଦିନ ପରେ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଲେ ସେହି ରମଣୀ ଜଣକ। ଏକଥା ଦାସୀ ଆସି ଶାନ୍ତନୁଙ୍କୁ ଖବର ଦେଲା। ଶାନ୍ତନୁ ଅତ୍ୟନ୍ତ ଖୁସିରେ ନିଜ ସ୍ତ୍ରୀଙ୍କ ମହଲ ଆଡ଼କୁ ଦ୍ରୁତ ଗତିରେ ବାହାରି ଯାଉଥିବା ବେଳେ ଦାସୀ ଆସି ପୁଣି ଖବର ଦେଲା କି ମହାରାଣୀ ପୁତ୍ର ସନ୍ତାନକୁ ଧରି ଜଙ୍ଗଲକୁ ଯାଇଛନ୍ତି। ଆଶ୍ଚର୍ଯ୍ୟ ହେଲେ ଶାନ୍ତନୁ। ତୁରନ୍ତ ବେଗରେ ମହାରାଣୀଙ୍କୁ ଖୋଜିବା ପାଇଁ ପହଞ୍ଚିଗଲେ ଜଙ୍ଗଲ ଭିତରେ। ଖୋଜୁ ଖୋଜୁ ଦେଖିବାକୁ ପାଇଲେ ଗଙ୍ଗା ନଦୀ କୂଳରେ ରମଣୀଟି ନିଜ ପୁତ୍ର ସନ୍ତାନକୁ ଭସାଇ ଦେଉଛନ୍ତି ଏବଂ କିଛି ସମୟ ପରେ ପୁତ୍ର ସନ୍ତାନଟି ପାଣି ଭିତରେ ହିଁ ଲୁଚି ଯାଉଛି। ଏକଥା ଶାନ୍ତନୁ ଦେଖିଲା ପରେ କୋହରେ ତାଙ୍କ ଛାତି ଦ୍ରବୀଭୂତ ହେବାକୁ ଲାଗିଲା। ଏ ପ୍ରଶ୍ନର ଉତ୍ତର ପଚାରିବା ପାଇଁ ସେ ମହାରାଣୀଙ୍କ ପାଖକୁ ଗଲେ, କିନ୍ତୁ ଯିବା ପୂର୍ବରୁ ତାଙ୍କର ମନେ ପଡ଼ିଗଲା
ସେହି ସର୍ତ୍ତ କଥା କୌଣସି କାର୍ଯ୍ୟକୁ ବାରଣ କରିବେ ନାହିଁ କି କୌଣସି କାର୍ଯ୍ୟକଳାପ ଉପରେ ପ୍ରଶ୍ନ କରିବେ ନାହିଁ। ଫେରି ଆସିଲେ ମହଲକୁ ଶାନ୍ତନୁ ଏବଂ ପରେ ପରେ ଅତ୍ୟନ୍ତ ଉଦାସ ଭାବରେ ସେ ରାଜ୍ୟ ଶାସନ କରିବା ପାଇଁ ଲାଗିଲେ। କିଛି ଦିନ ପରେ ପୁଣି ଥରେ ଦାସୀ ମହାରାଣୀ ଗର୍ଭବତୀ ହେବାର ସୂଚନା ଦେଲା ଶାନ୍ତନୁକୁ। ଏଥର ମଧ୍ୟ ପୁତ୍ରଟିଏ ପ୍ରସବ କରିବା ପରେ ମହାରାଣୀ ଜଙ୍ଗଲକୁ ଚାଲିଯିବାର ସୂଚନା ମିଳିଥିଲା ଶାନ୍ତନୁକୁ। ସେ ପୁଣି ଯାଇ ଗଙ୍ଗା ନଦୀ କୂଳରେ ଦେଖିଲେ ମହାରାଣୀ ସ୍ୱୟଂ ନିଜ ପୁଅକୁ ହିଁ ପାଣିରେ ଭସାଇ ଦେଉଛନ୍ତି। ପଚାରିବାକୁ ଉଦ୍ୟତ ହୁଅନ୍ତି ଶାନ୍ତନୁଙ୍କର ମନେ ପଡ଼ିଗଲା ସେହି ସର୍ତ୍ତ। ପୁଣି ଥରେ ନିରାଶ ହୋଇ ଫେରି ଆସିଲେ ମହଲକୁ। ଦିନ ପରେ ଦିନ ବିତିବାରେ ଲାଗିଲା। ଏମିତି ଭାବରେ ମହାରାଣୀ 7ଟି ସନ୍ତାନକୁ ଗଙ୍ଗା ନଦୀରେ ହିଁ ଭସାଇ ଦେଇଥିଲେ। ତେବେ ଅଷ୍ଟମ ସନ୍ତାନକୁ ଧରି ମହାରାଣୀ ଯେତେବେଳେ ଗଙ୍ଗା ନଦୀ କୂଳରେ ଉପସ୍ଥିତ ହୁଅନ୍ତି, ପଛରେ ଛୁଟି ଆସିଲେ ଶାନ୍ତନୁ। ଆଉ ନିଜକୁ ସମ୍ଭାଳି ନ ପାରି ସେ ପ୍ରଶ୍ନ କଲେ ମହାରାଣୀଙ୍କୁ, ମହାରାଣୀ, ନିଜ ଜନ୍ମ କରିବା ପୁତ୍ରକୁ ତମେ କେମିତି ହତ୍ୟା କରିପାରୁଛ? ନିଜେ ଜନ୍ମ କରୁଥିବା ପୁତ୍ରମାନଙ୍କୁ କେମିତି ପାଣିରେ ଭସାଇ ଦେଇପାରୁଛ? ତୁମେ କ'ଣ ମା ନୁହଁ? ମା କ'ଣ ନିଜ ପୁତ୍ରକୁ ଏହିଭଳି ଭାବରେ ଆଚରଣ କରିପାରେ? ମହାରାଣୀ ସ୍ତବ୍ଧ ଭାବରେ ଅନେଇଥିଲେ ଶାନ୍ତନୁକୁ। କହିଲେ, ମହାରାଜ, ମୁଁ ଏମାନଙ୍କୁ ପାଣିରେ ଭସାଇ ନାହିଁ କି ଏମାନେ ମୃତ୍ୟୁବରଣ କରିନାହାନ୍ତି, ବରଂ ବଶିଷ୍ଠ ଋଷିଙ୍କ ଶାପରୁ ଏମାନଙ୍କୁ ମୁଁ ମୁକ୍ତି ଦେଇଛି। ଶାନ୍ତନୁ କହିଲେ, ମୁଁ କିଛି ବୁଝିପାରୁନି। ମହାରାଣୀ କହିଲେ, ମୁଁ ହିଁ ଗଙ୍ଗା। ମୋରି ଗର୍ଭରେ ଜନ୍ମ ହୋଇଥିଲେ 7ଟି ସନ୍ତାନ, ଆଉ ଏବେ ମୋରି ହସ୍ତରେ ହିଁ ଜନ୍ମ ହୋଇଛି 8ଟି ସନ୍ତାନ। ତେଣୁ ଅଷ୍ଟମ ସନ୍ତାନ ମୋ ହାତରେ ରହିଛି। କିନ୍ତୁ ସର୍ତ୍ତକୁ ଉଲ୍ଲଙ୍ଘନ କରି ଆପଣ ଏବେ ଯେଉଁ ପ୍ରଶ୍ନଟି ମୋତେ ପଚାରିଥିଲେ, ଏହାପରେ ମୁଁ ଆପଣଙ୍କୁ ଛାଡ଼ି ଚାଲିଯିବି। ଶାନ୍ତନୁ ବ୍ୟସ୍ତ ହୋଇପଡ଼ିଲେ ଏବଂ ଏପରି କାହିଁକି ଘଟିଲା ତାହାର କାରଣ ଜାଣିବା ପାଇଁ ବ୍ୟଗ୍ର ହୋଇ ଉଠିଲେ। ତତ୍କ୍ଷଣାତ୍ ଗଙ୍ଗା କହିଲି, ମହର୍ଷି ବଶିଷ୍ଠଙ୍କ ଆଶ୍ରମରେ ଏକ କାମଧେନୁ ଗାଈ ରହିଥିଲା, ଯେଉଁ ଗାଈର ଚର୍ଚ୍ଚା 3 ଲୋକରେ ବିଦିତ ଥିଲା। ଏହି ଗାଈର ଚମତ୍କାରିତା ସମ୍ପର୍କରେ ସମସ୍ତେ ଜାଣିବା ପରେ 8 ଜଣ ବସୁ ଏହାକୁ ଚୋରେଇ ନେବା ପାଇଁ ଯୋଜନା କରିଥିଲେ ଏବଂ ସେମାନେ ଏହି କାମଧେନୁ ଗାଈକୁ ଚୋରେଇ ନେବା ପାଇଁ ମଧ୍ୟ ସମର୍ଥ ହୋଇଥିଲେ। ଧ୍ୟାନରେ ଜାଣିପାରିଲେ ବଶିଷ୍ଠ ଏବଂ ସଙ୍ଗେ ସଙ୍ଗେ ଏହି 8 ଜଣ ବସୁଙ୍କୁ ଅଭିଶାପ ଦେଇ କହିଥିଲେ ଯେ ମଣିଷ ତ ଚୋରି କରିବାର ସ୍ୱାଭାବିକ ପ୍ରକ୍ରିୟା ରଖିଥାଏ, ହେଲେ ତୁମ୍ଭେମାନେ ବସୁ ହୋଇ ମଣିଷ ଭଳି କାର୍ଯ୍ୟ କରିଛ, ଏଣୁ ତୁମେମାନେ ମନୁଷ୍ୟ ଯୋନିରେ ଜନ୍ମ ହେବ। ବ୍ୟସ୍ତ ହୋଇପଡ଼ିଲେ ବସୁମାନେ। ଅନେକ କାକୁତି ମିନତି କଲେ ବଶିଷ୍ଠଙ୍କୁ। କାମଧେନୁ ଗାଈକୁ ବି ଫେରାଇ ଦେଇଥିଲେ। କିଛି ସମୟ ପରେ ସେମାନଙ୍କ କାକୁତି ମିନତି ଶୁଣି ବଶିଷ୍ଠ ଋଷିଙ୍କର ମନ ପରିବର୍ତ୍ତନ ହେଲା। ସେ କହିଥିଲେ, ମୁଁ ତ ଆଉ ମୋ ଅଭିଶାପକୁ ଫେରାଇ ନେଇପାରିବି ନାହିଁ, ବରଂ ତମେମାନେ ମନୁଷ୍ୟ ଜନ୍ମ ହେବା ମାତ୍ରେ ମୁକ୍ତି ପାଇବ, ଏହି ଆଶୀର୍ବାଦ ଦେଇପାରିବି। ଏହାପରେ ଏହି 8 ଜଣ ବସୁ ଆସି ମୋତେ ସେମାନଙ୍କର ମାତା ହେବା ପାଇଁ ପ୍ରସ୍ତାବ ଦେଇଥିଲେ, ଅନୁରୋଧ କରିଥିଲେ। ତେଣୁ ମୁଁ ନିଶ୍ଚିତ କରିଥିଲି ଏହି 8 ଜଣ ବସୁଙ୍କୁ ମୁଁ ମୁକ୍ତି ପ୍ରଦାନ କରିବି। କିନ୍ତୁ ବଶିଷ୍ଠ ଏମାନଙ୍କୁ ଆଶୀର୍ବାଦ ଦେବା ବେଳେ କହିଥିଲେ ଯେ ତୁମ୍ଭମାନଙ୍କ ମଧ୍ୟରୁ 7 ଜଣ ତ ମୁକ୍ତି ଲାଭ କରିବ, କିନ୍ତୁ କେହି ଜଣେ ଅନେକ ଦିନ ପର୍ଯ୍ୟନ୍ତ ମର୍ତ୍ତ୍ୟ ଲୋକରେ ରହି ମଣିଷ ଜୀବନରେ ହିଁ ପ୍ରାୟଶ୍ଚିତ କରିବ ଏହି କରିଥିବା ଭୁଲର। ଆଉ ଏବେ ମୋରି ହାତରେ ସେହି ଅଷ୍ଟମ ସନ୍ତାନ। ଏହାକୁ ମୁକ୍ତି ଦେବା ପୂର୍ବରୁ ଆପଣ ପ୍ରଶ୍ନ କରି ବଶିଷ୍ଠଙ୍କର ସେହି ଅଭିଶାପକୁ ମନେ ପକାଇ ଦେଇଛନ୍ତି ଏବଂ ସେହି ଅଭିଶାପ କେମିତି ଫଳିବ ତାର ରାସ୍ତା ତିଆରି କରିଦେଇଛନ୍ତି। ଦୁଃଖ କରନ୍ତୁ ନାହିଁ, ଏହି ସନ୍ତାନ ମୃତ୍ୟୁବରଣ କରିବ ନାହିଁ। ଏହାକୁ କିଛି ସମୟ ପର୍ଯ୍ୟନ୍ତ ମୁଁ ମୋ ପାଖରେ ରଖିବି ଏବଂ ଉଚିତ ସମୟରେ ମୁଁ ଆପଣଙ୍କୁ ଏହି ସନ୍ତାନଟିକୁ ଫେରସ୍ତ ଦେଇଯିବି। ଏହାପରେ ମା ଗଙ୍ଗା ସେହି ଗଙ୍ଗା ନଦୀରେ ହିଁ ବିଲୀନ ହୋଇଗଲେ। ଦୁଃଖ କୋହରେ କାଳାତିପାତ କରିବାକୁ ଲାଗିଲେ ଶାନ୍ତନୁ। ଅନେକ ସମୟରେ ଗଙ୍ଗା ନଦୀ କୂଳରେ ବସି ସେ ପଛ କଥା ମନେ ପକାଉଥିଲେ। ହଠାତ୍ ଦିନେ ଦେଖିଲେ ଜଣେ ଏକ ବାଳକ ଗଙ୍ଗା ନଦୀକୁ ନିଜ ଅସ୍ତ୍ର ଦ୍ୱାରା ଅଟକାଇ ଦେଉଛି ଏବଂ ଗଙ୍ଗା ନଦୀର ପ୍ରବାହକୁ ରୋକିବା ଦ୍ୱାରା କ୍ରମଶଃ ଶୁଖିବାକୁ ଲାଗିଛି ଗଙ୍ଗା ନଦୀ। ଶାନ୍ତନୁ ତତ୍କ୍ଷଣାତ୍ ବାଳକଟିକୁ ପ୍ରଶ୍ନ କରି
ଏହା ନ କରିବା ପାଇଁ ଅନୁରୋଧ କରିଥିଲେ। ହେଲେ ଶାନ୍ତନୁଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲା ବାଳକଟି। ଉଭୟଙ୍କ ଯୁକ୍ତି ତର୍କ ପରେ ଏକ ଯୁଦ୍ଧର ପରିସ୍ଥିତି ସୃଷ୍ଟି ହେଲା ଏବଂ ଏହି ପରିସ୍ଥିତିରେ ହିଁ ଜନ୍ମ ନେଲେ ମା ଗଙ୍ଗା ଏବଂ ଆବିର୍ଭାବ ହୋଇ କହିଲେ ଯେ ହେ ଶାନ୍ତନୁ, ଇଏ ହେଉଛି ତୁମର ଅଷ୍ଟମ ସନ୍ତାନ। ଇଏ ଶାସ୍ତ୍ରଜ୍ଞାନ ଦୈତ୍ୟଗୁରୁ ଶୁକ୍ରାଦିତ୍ୟଙ୍କ ଠାରୁ ଶିଖିବା ସହ ଅସ୍ତ୍ରଶସ୍ତ୍ରର ଚାଳନା ମହାପ୍ରଭୁ ପରଶୁରାମଙ୍କ ଠାରୁ ଶିକ୍ଷା ଗ୍ରହଣ କରିଛନ୍ତି। ତେଣୁ ଏବେ ସମୟ ଆପଣ ତାଙ୍କୁ ହସ୍ତିନାପୁରକୁ ନେଇଯାଇପାରନ୍ତି। ଶାନ୍ତନୁଙ୍କ ସହ ଫେରିଲା ସେହି ବାଳକଟି, ଯିଏ ପ୍ରଥମେ ଦେବବ୍ରତ ଆଉ ତାପରେ ପିତାମହ ଭୀଷ୍ମ ରୂପେ ଆଜି ପର୍ଯ୍ୟନ୍ତ ସମସ୍ତଙ୍କ ସାମ୍ନାରେ ପରିଚିତ। DTV ଓଡ଼ିଆ ଦେଖିବା ପାଇଁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ। ଘରେ ଟେନସନ୍, ବାହାରେ ବି ଟେନସନ୍। ପୁଅର ଚାକିରି ପାଇଁ ହଉ, ଝିଅର ବାହାଘର ପାଇଁ ହଉ, ଘରେ ଅଶାନ୍ତି, ମୁଣ୍ଡ ଉପରେ ଋଣର ବୋଝ, କୋର୍ଟ କଚେରୀ ମାମଲା ଆଉ ଜମି ଜମା ବିବାଦ, ଏ ସବୁ ଭିତରେ ଆପଣମାନେ ଘାଣ୍ଟି ହେଉଛନ୍ତି ନା? ଏହି ସବୁ ଟେନସନରୁ ମୁକୁଳିବାର ରାସ୍ତା ଖୋଜୁଛନ୍ତି କି? ଜାଣିବାକୁ ଚାହୁଁଛନ୍ତି ଆପଣଙ୍କ ସମସ୍ୟାର ସମାଧାନ କେବେ ଏବଂ କିପରି ହେବ? ଦେଖନ୍ତୁ ଭାଗ୍ୟଚକ୍ର। ଆପଣ ସମସ୍ତ ପ୍ରଶ୍ନର ଉତ୍ତର ପାଇପାରିବେ ଆମ କାର୍ଯ୍ୟକ୍ରମରେ। ଭାଗ୍ୟଚକ୍ର ପ୍ରତି ମଙ୍ଗଳବାର, ଗୁରୁବାର, ରବିବାର ରାତି 9ଟାରେ କେବଳ DTV ଓଡ଼ିଆରେ।